ପିୟୁଷକୁ ନେଇକି ମୁଁ ଭାବିଛି ଭଲ ଗୋଟେ ଡନ୍ କ୍ୟାରେକ୍ଟର ଆସିପାରନ୍ତି, ଡନ୍ ଭଲ ଗୋଟେ ଆକ୍ସନ ଗ୍ୟାଙ୍ଗଷ୍ଟର ମୁଭିର ଗ୍ୟାଙ୍ଗଷ୍ଟର ଆସିପାରନ୍ତି। ଆପଣ ଶୁଣନ୍ତୁ ଫିଲ୍ମ କରିବେ ସବୁତିକି ନେଇକି କରିହବନି ସିନେମା, ଯିଏ ସମସ୍ତେ ବ୍ୟାନ୍ ହେଇକି ଯାଉଛନ୍ତି ମୁଁ କଣ ଫିଲ୍ମ କରିକି ଯାଉଛି, ସେଇଟା କଥା ନୁହଁ। ନାଇଁ ମୁଁ ତ ଯାତ୍ରା ବିବାଦରେ କିଛି ନାହିଁ। ହଁ ଯାତ୍ରା ଯେତେବେଳେ ପିୟୁଷ ତାର ପଇସା ଫେରେଇ ଦେଲା, ଫେରେଇ ଦେଇକି କହିଲା ତାକୁ ଗୋଟେ ବର୍ଷ ପର୍ଯ୍ୟନ୍ତ ସେ ଯାତ୍ରା କରିପାରିବନି, କୌଣସି ପାର୍ଟିରେ କାମ କରିବନି, ମୁଁ ସେତେବେଳେ ଡିକ୍ଲେୟାର କଲି ଯେ ମୁଁ ପିୟୁଷକୁ ନେଇକି ସିନେମା କରିବି। ହଁ ମୋର କଥା ହେଲା ଏତିକି, ମୁଁ ଯାତ୍ରା ସାଙ୍ଗେ କିଛି ଲିଙ୍କ ମୋର ନାହିଁ। ତାପରେ ମୁଁ ଯାତ୍ରାର ଯେତେ ସବୁ ଦେଖୁଛି ଯେ ଯାତ୍ରା ର ବିବାଦ ବହୁତ ଦିନେ ଦିନେ ଦିନକୁ ବେଳକୁ ବେଳକୁ ବଢି ବଢି ଚାଲିଛି। ମାନେ ମାଲିକ ଆଉ କଳାକାର ଉପରେ ବିବାଦ ଚାଲିଛି। ମାଲିକ କଳାକାର ମାନେ ମାଲିକ ବିନା ମାଲିକରେ ଯାତ୍ରା ହବନି, ବିନା କଳାକାରରେ ବି ଯାତ୍ରା ହେଇପାରିବ ନାହିଁ। ଦି ଜଣ ଯାକ ସମାନ, ଦି ଜଣ ଯାକ ନ ରହିଲେ ଯାତ୍ରା ହୁଏ ନାହିଁ। ତା ମାନେ ଯଦି ମନେକର ଆମର ଗୌରା, ଆମର ଯେତେ ବଡ଼ ବଡ଼ ଆକ୍ଟର ଅଛନ୍ତି, ପିୟୁଷ, ଏମାନେ ଯଦି ଲୋକମାନେ ଦେଖିବାକୁ ଯାଉଛନ୍ତି, ବଡ଼ ବଡ଼ ଆକ୍ଟର ମାନଙ୍କୁ ଯାହାକୁ ଆପଣ ଯେତେ ପଇସା ଅଧିକା ଦେଇକି ନଉଛନ୍ତି ସେଇମାନଙ୍କୁ ଲୋକ ଦେଖିବାକୁ ଯାଉଛନ୍ତି। ବଡ଼ ବଡ଼ ଆକ୍ଟର ଅଛନ୍ତି, ଯଦି ଭଲ ଆକ୍ଟର ନ ରହିବେ ତାହେଲେ ଯାତ୍ରା କ'ଣ ଲୋକ ଦେଖିବେ କି? ଦେଖିବେ। ତ ଉଭୟଙ୍କୁ ନ ରହିଲେ ଯାତ୍ରା ହବନି। ତ ଉଭୟଙ୍କୁ ସମ୍ମାନ ମିଳିବା ଦରକାର। ମାଲିକକୁ ମାଲିକ ବାଟରେ ସମ୍ମାନ ମିଳିବା ଦରକାର, କଳାକାରଙ୍କୁ ବି ସମ୍ମାନ ମିଳିବା ଦରକାର। ଆମେ କଳାକାରଙ୍କୁ ଏତେ ଛୋଟ ଭାବିବା ନାହିଁ, ଛୋଟ କହିବା ନାହିଁ, କି ତାଙ୍କ ସମ୍ମାନ ହାନି କରିବା ନାହିଁ। ତାଙ୍କ ସମ୍ମାନ ଦେବା ଦରକାର, ଆଉ କଳାକାରକୁ ସମ୍ମାନ ମିଳିବା ଦରକାର। କଳାକାର ଯେଉଁ କଳା ପ୍ରଦର୍ଶନ କରୁଛନ୍ତି ସେ ଆକ୍ଚୁଆଲି ବିନା ସମ୍ମାନରେ ସେ କଳା ପ୍ରଦର୍ଶନ କରିପାରିବେନି। ଗୋଟେ କଳାକାର ବିନା ଯାତ୍ରା ମାଲିକ ମାନେ କହୁଛନ୍ତି କି କଳାକାର ବିନା କଳାକାର ମାଲିକ ବିନା କଳାକାର ନାଇଁ 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 ନାଇଁ, ଉଭୟ ଉଭୟକୁ ପରିପୂରକ। ଉଭୟ ଉଭୟ ନ ରହିଲେ ହବ ନାହିଁ। ଜଣେ ଆମେ ସମସ୍ତେ କ'ଣ ଯାତ୍ରା ମାଲିକ ହେଇପାରିବୁ କି? ଯିଏ ଯାତ୍ରାରେ ଇଣ୍ଟରେଷ୍ଟେଡ ହେଲା, ପଇସା ଖର୍ଚ୍ଚ କରି ପାର୍ଟି କଲା, ତାପରେ କଳାକାରକୁ ଆଣିଲା, ବିନା କଳାକାର ଯାତ୍ରା କରିପାରିବୁ କି? ମାଲିକର ଅହଙ୍କାରୀ ହେବେ ତାହେଲେ? ଅହଙ୍କାରୀ ନୁହଁ, ତାଙ୍କ କଥା ଆଙ୍କ କଥା ମିଶୁନି, ଟିକେ ଆ ଭିତରେ ମିସ୍ ଅଣ୍ଡରଷ୍ଟାଣ୍ଡିଂ ରହିଯାଉଛି। କିଏ ବୁଝିବା ଦରକାର? ମାଲିକ ନା କଳାକାର? ନିହାତି କଳାକାର ବୁଝିବା ଦରକାର, ମାଲିକ ବୁଝିବା ଦରକାର, ଏକାଠି ବସିବା ଦରକାର। ଏକାଠି ବସିକି ଏଇ ଯୋଉ ବହୁତ ଦିନର ଝମଲା ଆ ଭିତରେ ରହିଯାଇଛି ସେଟା ହଟିଯିବା ଦରକାର। ଭଲ ସମୟ ଆସିଛି, ଯେତେ ବିବାଦ ହେଇଗଲା ତାକୁ ସବୁ ଦୂରେଇ ମାଲିକକୁ ସମ୍ମାନ ମିଳିବା ଦରକାର, କଳାକାରକୁ ବି ସମ୍ମାନ ମିଳିବା ଦରକାର। ଏମିତି ବିବାଦ ଥରେ ଆପଣଙ୍କର ହେଇଥିଲା, ବିବାଦ ପରେ ହେଇଥିଲା। ଶୁଣନ୍ତୁ, ବିବାଦ ପରେ ଗୋଟେ ଜିନିଷଟା କେତେ ଭଲ ହବ ନା ଖରାପ ହବ? ଆମ ବିବାଦ ପରେ ଆମେ କେସ୍ ଜିତିଲୁ, ଏତେ ସବୁ ଝାମଲା ସଇଲା, କ୍ଲୋଜ, କେସ୍ କ୍ଲୋଜ। ଏବେ ଆମର ଠିକ ଠାକ ଚାଲିଲାଣି, ଏବେ ଚାଲିବ ଆଗକୁ। ଯାତ୍ରା ବିବାଦ ପରେ ତାହେଲେ କ'ଣ ହବ? ଯାତ୍ରା ଚାଲିବ ଠିକ ଠାକ, କ୍ଲୋଜ ହେଇଯିବ ବହୁତ ଶୀଘ୍ର କ୍ଲୋଜ ହେଇଯିବ। ବିବାଦଟା ଏତେ ଜୋରସରେ ବଢିଗଲାଣି, ବିକି ପଳେଇଲାଣି। ମୁଁ ଭାବୁଛି ମାନେ ମାଲିକ ଆଉ କଳାକାର ଏକାଠି ବସିବେ ଗୋଟେ ଦିନ, ଯଦି ମତେ ସୁଯୋଗ ମିଳେ ମୁଁ ବି ତାଙ୍କୁ ବସେଇବାକୁ ଚେଷ୍ଟା କରିବି, ବସେଇକି ସମୟ ବୁଝିବ। ନ ବୁଝିଲେ କେମିତି ହବ? ଗୋଟେ ଅସ୍ମିତା, ଆମର କଳାର ପ୍ରଦର୍ଶନ, ଓଡ଼ିଶା କଳା ସମସ୍ତେ ଦେଖୁଛନ୍ତି, ରାତି ସାରା ଅନିନ୍ଦ୍ରା ହେଇକି ଏମିତି ଛଟକ ପକ୍ଷୀ ଭଳିଆ ଅନେଇକି ଲୋକ ବସୁଛନ୍ତି, ଟିକେଟ କାଟିକି ଲୋକ ବସିକି କାନ୍ଦୁଛନ୍ତି। ତ ତା ମାନେ କ'ଣ? କଳା ପ୍ରଦର୍ଶନଟା ନହେଲେ ଆଉ ଖାଲି ଲାଇଟ୍ ଲାଗିଗଲେ କ'ଣ ଲୋକ ପଳେଇବେ ଦେଖିବାକୁ? ତାହେଲେ ପିୟୁଷକୁ ନେଇକି ଆପଣ ଫିଲ୍ମ କରିବେ ଫାଇନାଲ? ପିୟୁଷ ଗୋଟେ ଅଲଗା କଳାକାର, ତାକୁ ଯେତେବେଳେ ବର୍ଷ ପର୍ଯ୍ୟନ୍ତ ବସେଇ ଦେଲେ, ମୁଁ ସେତେବେଳେ ଡିସାଇଡ କଲି ନାଇଁ ମୁଁ ନେଇକି ଫିଲ୍ମ କରିବି। ତାପରେ କେତେ ଲୋକ ବି ଭାବିଲେଣି ପିୟୁଷକୁ ନେଇ ଫିଲ୍ମ କରିବେ। ପିୟୁଷ ତ ବଢିଆ କଳାକାର, କାହିଁ କରିବନି? ହଁ ମୁଁ କଥା ହେଇଛି, ପିୟୁଷ ବି ତାର ବାଇଟ୍ ଦେଇଛି ମୋ ସାଙ୍ଗେ ସିନେମା କରିବ ବୋଲି। କିଛି ଅସୁବିଧା ନାହିଁ, ମୁଁ ବି ଫିଲ୍ମ କରିବି। ମୋ ମତରେ ଆମେ ସମସ୍ତେ ପଜିଟିଭଲି ଯିବା, ନେଗେଟିଭ ଯିବାନି। ଆମେ ସମସ୍ତେ ମିଡିଆ ଭାଇ ମାନଙ୍କର ବି ହାତ ରହିବା ଦରକାର। ଇଏ ବିବାଦଟା ଜଲ୍ଦି କ୍ଲୋଜ ହେଇଯାଉ। ଏ ବିବାଦଟା କ୍ଲୋଜ ହେଇଗଲେ କ'ଣ ହବ ନା, କଳାଟା ବଞ୍ଚିଯିବ, ବହୁତ ପରିବାର ଭିତରେ ରହୁଛି। ଆଉ ଯୋଉ ଅଲଗା କଳାକାର ମାନେ ଯଦି ଚାହିଁବେ, ତାହେଲେ ଯଦି ଆପଣଙ୍କୁ ଆସିକି ଅପିଲ କରିବେ, ତାହେଲେ ପିୟୁଷଙ୍କ ସହିତ ଅଲଗା ଯାତ୍ରା କଳାକାରଙ୍କୁ ବି ନେଇକି ସବୁତିକି ନେଇକି କରିହବନି ସିନେମା, ଯିଏ ସମସ୍ତେ ବ୍ୟାନ୍ ହେଇକି ଯାଉଛନ୍ତି ମୁଁ କ'ଣ ଫିଲ୍ମ କରିକି ଯାଉଛି, ସେଇଟା କଥା ନୁହଁ। କଥାଟା ହଉଛି ଯାହାର କଳା ଅଛି, ଯାହାର ପ୍ରଦର୍ଶନ ଠିକ ଅଛି, ଆମର ସିନେମା ପାଇଁ କ'ଣ କିଏ ଦରକାର ହବ ତ ତାକୁ ନବୁ ନା। ଆମ କଳା, ମୋର ପିୟୁଷ ଦରକାର ଅଛି,
ପିୟୁଷକୁ ମୁଁ ନେବି ସେମିତି ଗୋଟେ କିଏ ଗୋଟେ ଦରକାର ହେଲା ନେବି ସେମିତି ଯୋଉଟା ଦରକାର ହବ ମୁଁ ନାମରେ ହିରୋଇନ କିଏ ରହିବ ଭଲ ସେଟା ତ ଲାଗିବ ପରେ କଥା ଏବେ ଆରମ୍ଭ ହେଇନି ଏବେ କିଛି ହେଇନି ଏବେ ଚାଲିଛି ହଁ ଚାଲିଛି ପ୍ଲାନିଂ ଚାଲିଛି ଏବେ ଏଡେ ଶୀଘ୍ର ବି ସିନେମା ହୁଏନି ହଁ ସିନେମା ପ୍ଲାନିଂରେ ଅଛି ଫୋରରେ ଅଛି ସିନେମା କେମିତି ହବ କଣ ହବ ଡିସ୍କସନ ଚାଲିଛି ଆପଣ ଇଚ୍ଛା କଲେ ସାଙ୍ଗେ ସାଙ୍ଗେ ହେଇଯାଏ କଥା ଗୁଡା ନାଇଁ ନାଇଁ 5 ବର୍ଷର ମାଇଣ୍ଡ ଗେମ୍ ହେଲା କେତେ ବର୍ଷ ଲାଗିଲା 5 ବର୍ଷ ଲାଗିଲା ହଁ। ସିନେମାଟା କଣ ଏତେ ସହଜ ଭାବୁଛ ନା ଆଜି ବର୍ଷ ସହଜରେ ହେଇଯିବ ନା ପିୟୁଷକୁ ନେଇକି କଣ ଚିନ୍ତା କରୁଛନ୍ତି ଆକ୍ସନ ଫିଲ୍ମ ନା ଥ୍ରିଲର ଫିଲ୍ମ ନା ରୋମାଣ୍ଟିକ ନା କଣ? କଣ ଚିନ୍ତା କରୁଛନ୍ତି ପିୟୁଷକୁ ନେଇକି ମୁଁ ଭାବିଛି ଭଲ ଗୋଟେ ଡନ୍ କ୍ୟାରେକ୍ଟର ଆସିପାରନ୍ତି ଡନ୍ ଭଲ ଗୋଟେ Action. ଆକ୍ସନ Gangster. ମୁଭିର ଗ୍ୟାଙ୍ଗଷ୍ଟର ଆସିପାରନ୍ତି ତ ଭାବିବା ଡାଇରେକ୍ଟର ସାଙ୍ଗରେ କଥା ହେଲା ପରେ ଭାବିବା ପିୟୁଷ ଗୋଟେ ହାଇ ପେଡ୍ କଳାକାର ଅଧିକ ପଇସା ମାଗନ୍ତି କେତେ ଟଙ୍କା ଦେବେ ଏଟା ସିନେମା ଏଟା ଯାତ୍ରା ନୁହଁ ହଁ। ଯାତ୍ରା ବହୁତ ପରିଶ୍ରମ ଆଜ୍ଞା ସିନେମାରେ 20-25 ଦିନ କି 30 ଦିନ କି 50 ଦିନ ସୁଟ୍ କରିଦେଲା ସରିଗଲା 40 ଦିନ ପରିଶ୍ରମ କରିଦେଲା ସରିଗଲା ତ ଭାଇ ତ ବୁଝିପାରୁଛନ୍ତି ତ ଭାଇ ସିଏ ଡେଲି ନାଚୁଛି ରାତିରେ ଯୋଉ କଳା ପିୟୁଷର ଯେବେ ନାଟକ ଦେଖିବ ବା ଯୋଉ କଳାକାର ହଉ, ହଁ। ରାତି ସାରା ଆପଣ ଯେ କେତେ ପରିଶ୍ରମ କରୁଛନ୍ତି ଜାଣିଛନ୍ତି ହାର୍ଡଲି ସେମାନେ ପରିଶ୍ରମ କରୁଛନ୍ତି ସେମାନେ ପଇସା ପାଇବା ପାଇଁ ଯୋଗ୍ୟ ଆମେ ଯୋଉ ଭାବୁନେ ସେ ପଇସା ବେଶୀ ପଇସା ନେଇଯାଉଛନ୍ତି ତାଙ୍କ ପରିଶ୍ରମ ଦେଖି ଆପଣ କଲେ ସେଇ ଯୋଉ 5 ଘଣ୍ଟା 3 ଘଣ୍ଟା କି 3 ଘଣ୍ଟା ନାଚୁଛନ୍ତି ଆପଣ ନିଜେ ଆପଣ ଫିଲ୍ କରିବେ ଝାଳ ନାଳ ହେଇ ସେ ଯୋଉ ରିଏଲି କରୁଛନ୍ତି ସେ ପଇସା ତାଙ୍କ ପାଇଁ କିଛି ନୁହଁ ଆପଣ ମାନେ ପଇସା ତାଙ୍କ ପାଇଁ କିଛି ନୁହଁ ତ ଭାଇ ପେଡ ଅଧିକା ନଉଛନ୍ତି ଅଧିକା ଲୋକ ଦଉଛନ୍ତି ଅଧିକା ଦେଖୁଛନ୍ତି ଅଧିକା ନଉଛନ୍ତି ଭାଇ ପିୟୁଷ ଯେତେବେଳେ ହାଇଦର କରିଥିଲେ ହାଇଦର 2 ଡାଇଲଗ ମଧ୍ୟ ଖଣ୍ଡଗିରିରେ କହିଥିଲେ ତ ହାଇଦର ପରେ ତ ସେ ବର୍ଷେ ଘରେ ବସିବେ ହାଇଦର 2 ତାହେଲେ ମାଥା ଉପରେ ଶୁଣନ୍ତୁ ମୁଁ ସେମିତି କିଛି କହିନି ଆଜ୍ଞା କହିପାରିବିନି ସବଜେକ୍ଟ ହେଲେ ଡିକ୍ଲେୟାର ତ ଆପଣ ମାନଙ୍କୁ ଡାକିକି ହିଁ ଡିକ୍ଲେୟାର କରିବି ମୁଁ ଏଇ ଫିଲ୍ମଟା କଲି ବୋଲି ଆଉ ପିୟୁଷର ଗୋଟେ ଫଟୋ ବାହାର କରିବି ଇଏ କରିବି ଗୋଟେ ଚାଲିବ ଯେ ସେ ଯାକ ମୁଁ ଯାଇନି ମୁଁ ଏବେ ଡିକ୍ଲେୟାର କାହିଁକି କଲି ତାର ଗୋଟେ ମନ ଅଛି ନା ନାଇଁ ସିଏ ବର୍ଷେ ବସିବ ସେଥିପାଇଁ ସିଏ ବି ଜାଣିଲା ନାଇଁ ମୁଁ ବର୍ଷେ ବସିବି ନାହିଁ ମୋର କାମ ଅଛି ଯଦି ଯାତ୍ରା ଇଣ୍ଡଷ୍ଟ୍ରିରେ ବର୍ଷେ ବନ୍ଦ କଲେ ଆଉ ଅଲଗା ବି ମୋର ଫିଲ୍ମ କଳାକାର ଇଣ୍ଡଷ୍ଟ୍ରି କଟି ପାରିବ କଳାକାର ନିକି ଯୁଆଡେ ଯୋଉ ଧାନ କୁଟିବ ଆଉ ହେଲା